ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜି ହେଉଛି ଫେବୃଆରୀ ମାସ 2 ତାରିଖ ସୋମବାର। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। କମେଣ୍ଟରେ ଜୟ ଜଗନ୍ନାଥ ଲେଖନ୍ତୁ ଏବଂ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ କରିଦିଅନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ। ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର ଓଡ଼ିଶା ପାଇଁ ନୂଆ ଘୋଷଣା। ବଜେଟରେ ବଡ଼ ଭେଟିଦେଲେ ନିର୍ମଳା। ଡବଲ ଇଞ୍ଜିନ୍ ସରକାର ଥିବାରୁ ବଜେଟରେ ବଡ଼ ଆଶା ରଖିଥିଲା ଓଡ଼ିଶା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡ଼ିଶା ପାଇଁ କରିଥିବା ନୂଆ ଘୋଷଣା ରାଜ୍ୟ ବିକାଶକୁ ବୁଷ୍ଟର ଡୋଜ୍ ଦେବ ବୋଲି ଆଶାବାଦୀ ମୁଖ୍ୟମନ୍ତ୍ରୀ। ଅତି ଉତ୍ସାହଜନକ ନ କଲେ ମଧ୍ୟ ଓଡ଼ିଶା ପାଇଁ ଆଶାନୁପୂରକ ବଜେଟ ଭେଟି ଦେଇଛନ୍ତି କେନ୍ଦ୍ର। ଡବଲ ଇଞ୍ଜିନ୍ ସରକାର ଫାଇଦା ପାଇଛି ଓଡ଼ିଶା। 2026-27 ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଶିଳ୍ପ ଓ ଭିତ୍ତିଭୂମିର ବିକାଶକୁ ଶିଖରରେ ପହଞ୍ଚାଇବାକୁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ତାମିଲନାଡୁ ଓ କେରଳରେ ବିରଳ ମୃତ୍ତିକା କରିଡର ନିର୍ମାଣ ହେବ। ଏହା ଜରିଆରେ ଉତ୍ପାଦନ ବୃଦ୍ଧି ସହ ଆମଦାନୀ ନିର୍ଭରଶୀଳତା କମିବ। ସ୍ଥାନୀୟ ଶିଳ୍ପ ପାଇଁ ଏହା ବୁଷ୍ଟର ଡୋଜ୍ ଭଳି କାମ କରିବ। ଖଣିଜ ସମ୍ପଦ ଭରପୁର ଅଞ୍ଚଳଗୁଡ଼ିକୁ ଶିଳ୍ପାଞ୍ଚଳ ଏବଂ ବନ୍ଦର ସହିତ ସିଧାସଳଖ ଯୋଡ଼ିବ ଏବଂ ଏହି କରିଡର ଖଣିଜ ଦ୍ରବ୍ୟର ପରିବହନ ବ୍ୟବସ୍ଥା ସହଜ ହେବା ସହ ପରିବହନ ଖର୍ଚ୍ଚ ମଧ୍ୟ ଯଥେଷ୍ଟ ହ୍ରାସ ପାଇବ। ହଜାର ହଜାର ନିଯୁକ୍ତି ସୃଷ୍ଟି ସହ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବ। ଖଣିଜ ସମ୍ପଦରେ ଭରପୁର ଓଡ଼ିଶା ପାଇଁ 5 ଜାତୀୟ ଜଳପଥ ଘୋଷଣା କରିଛି କେନ୍ଦ୍ର। ତାଲଚେର, ଅନୁଗୁଳ, କଳିଙ୍ଗନଗରକୁ ପାରାଦୀପ ଓ ଧାମରା ସହ ସିଧାସଳଖ ଯୋଡ଼ାଯିବ। ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ନେଇ ପୂର୍ବତଟ ବିକାଶ କରିଡର ପରିକଳ୍ପନା କରିଛି କେନ୍ଦ୍ର। ସହରର ଅର୍ଥନୀତି ଅଞ୍ଚଳ ପାଇଁ ସବୁଜ ସଂକେତ ଦେଇଛନ୍ତି ମୋଦି ସରକାର। ଏହାଦ୍ୱାରା ଓଡ଼ିଶାର ଅନେକ ସହର ଅର୍ଥନୈତିକ କ୍ଷେତ୍ରରେ ସମୃଦ୍ଧ ହେବ। ସେହିଭଳି କଇଁଛଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ ହେବ ସ୍ୱତନ୍ତ୍ର କରିଡର। ଅନ୍ୟପଟେ ବଜେଟକୁ ନୈରାଶ୍ୟଜନକ ବୋଲି କହିଛନ୍ତି ବିରୋଧୀ। କେନ୍ଦ୍ର ବଜେଟ ଓଡ଼ିଶାର ବିକାଶକୁ ବଳ ଦେବ ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ। ଓଡ଼ିଶା ପାଇଁ ବଜେଟର ଯେଉଁ ଘୋଷଣା ହୋଇଛି ତାହା ରାଜ୍ୟ ବିକାଶରେ କେତେ ସହାୟକ ହେଉଛି ତାହା ଦେଖିବା ବାକି ରହିଲା। ପରବର୍ତ୍ତୀ ଖବର, ପାକିସ୍ତାନ ସରକାରଙ୍କ ବଡ଼ ନିଷ୍ପତ୍ତି। 2026 ଟି-20 ବିଶ୍ୱକପ୍ରେ ଭାରତ ସହ ଖେଳିବନି ପାକ୍ ଟିମ୍। ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବନି ପାକିସ୍ତାନ। ଟି-20 ବିଶ୍ୱକପ୍ରେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବନି ପାକିସ୍ତାନ। କଲମ୍ବୋରେ ଅନୁଷ୍ଠିତ ହୋଇଥାନ୍ତା ଏହି ମ୍ୟାଚ୍, ହେଲେ ଭାରତ ସହ ଖେଳିବାକୁ ମନା କରିଦେଲା ପାକିସ୍ତାନ। 15 ଫେବୃଆରୀରେ ହୋଇଥାନ୍ତା ମ୍ୟାଚ୍। ତା ପୂର୍ବରୁ ପିସିବି ସହ ବୈଠକ ପରେ ପାକ୍ ସରକାର ଏହି ନିଷ୍ପତ୍ତିକୁ ନେଇଛନ୍ତି। ହଁ ଆଜ୍ଞା, 2026 ଟି-20 ବିଶ୍ୱକପ୍ ଫେବୃଆରୀ 7 ତାରିଖରେ ଆରମ୍ଭ ହେବାକୁ ଯାଉଛି। ଆଉ ଏହି ବିଶ୍ୱକପ୍ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଫେବୃଆରୀ 15 ତାରିଖରେ ଅନୁଷ୍ଠିତ ହେବାର ଥିଲା। ହେଲେ ଏହା ପୂର୍ବରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ପାକିସ୍ତାନ ତାର ଦଳକୁ ଟି-20 ବିଶ୍ୱକପ୍ରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛି ସତ, କିନ୍ତୁ ଫେବୃଆରୀ 15 ତାରିଖରେ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ସରକାର ଏହି ସୂଚନା ଦେଇ ଏକ ବିବୃତ୍ତି ଜାରି କରିଛି। ପାକିସ୍ତାନ ସରକାର ଟ୍ୱିଟରରେ ଲେଖିଛନ୍ତି, ପାକିସ୍ତାନ ସରକାର ପାକିସ୍ତାନ କ୍ରିକେଟ ଦଳକୁ ଆଇସିସି ବିଶ୍ୱ ଟି-20 2026ରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି, କିନ୍ତୁ ପାକିସ୍ତାନ କ୍ରିକେଟ ଦଳ ଫେବୃଆରୀ 15, 2026ରେ ଭାରତ ବିପକ୍ଷ ମ୍ୟାଚ୍ରେ ପଡ଼ିଆକୁ ଓହ୍ଲାଇବ ନାହିଁ। ପ୍ରକୃତରେ 2026 ଟି-20 ବିଶ୍ୱକପ୍ ଏକ ମାସରୁ ଅଧିକ ସମୟ ଧରି ବିବାଦରେ ଫସି ରହିଛି। ଗତ ମାସରେ ଯେତେବେଳେ ବିସିସିଆଇର ନିର୍ଦ୍ଦେଶରେ କେକେଆର ମୁସ୍ତାଫିଜୁର ରହମାନଙ୍କୁ ତାଙ୍କ ଦଳରୁ ମୁକ୍ତ କରିଥିଲା, ବାଂଲାଦେଶ କ୍ରିକେଟ ବୋର୍ଡ ବିସିବି ଜୋର ରାଗି ଯାଇଥିଲା। ବାଂଲାଦେଶ ବୋର୍ଡ ଭାରତକୁ ତାଙ୍କ ଦଳ ପଠାଇବାକୁ ମନା କରିଦେଇଥିଲା। ଏହାପରେ ପିସିବି ଦାବି କରିଥିଲା ଯେ ଏହାର ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ, କିନ୍ତୁ ଆଇସିସି ଏହି ଦାବିକୁ ଗ୍ରହଣ କରିବାକୁ ମନା କରିଦେଇଥିଲା, ଯାହାଫଳରେ ବାଂଲାଦେଶ ବିଶ୍ୱକପ୍ ବର୍ଜନ କରିଥିଲା। ଏହି ନାଟକୀୟତା ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ପିସିବି ବାଂଲାଦେଶ ସହିତ ଠିଆ ହୋଇଥିଲା। ପାକିସ୍ତାନ ମଧ୍ୟ ଶ୍ରୀଲଙ୍କାରେ ବାଂଲାଦେଶର ମ୍ୟାଚ୍ ଆୟୋଜନ କରିବାକୁ ସମର୍ଥନ ପ୍ରକାଶ କରିଥିଲା। ଆଉ ଏବେ ପାକିସ୍ତାନ ସରକାରଙ୍କ ଏହି ପଦକ୍ଷେପ ପୁଣି ଥରେ ଟି-20 ବିଶ୍ୱକପ୍କୁ ବିବାଦରେ ଫସାଇ ଦେଇଛି। ଏହା ଉଲ୍ଲେଖନୀୟ ଯେ ଭାରତ ଏବଂ ପାକିସ୍ତାନ ଅନେକ ବର୍ଷ ଧରି ଦ୍ୱିପାକ୍ଷିକ ସିରିଜ୍ ଖେଳି ନାହାନ୍ତି। ଦୁଇ ଦଳ କେବଳ ଆଇସିସି ଏବଂ ଏସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ମୁହାଁମୁହିଁ ହୁଅନ୍ତି, କିନ୍ତୁ ଏହି ଆଇସିସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ବଡ଼ ମୁକାବିଲା ହେଉନାହିଁ। ପରବର୍ତ୍ତୀ ଖବର, ଚାର୍ଜ କରିବାର 80ରୁ 20 ନିୟମ କ'ଣ? ଜାଣନ୍ତୁ କାହିଁକି 100% ଚାର୍ଜ ଆପଣଙ୍କ ସ୍ମାର୍ଟଫୋନ୍ ପାଇଁ ବିଷ। ଆଜିକା ଦିନରେ ଛୁଆଠୁ ଆରମ୍ଭ କରି ବୟସ୍କ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, କିନ୍ତୁ ଆପଣଙ୍କର ଏପରି ଏକ ଅଭ୍ୟାସ ଥାଇପାରେ ଯାହା ଆପଣଙ୍କ ଫୋନରେ ଆୟୁଷକୁ କମାଇ ଦେଉଛି, କିନ୍ତୁ ଆପଣ ଜାଣିପାରୁନାହାନ୍ତି।
ଫୋନ୍‌ଗୁଡ଼ିକ ମହଙ୍ଗା, ତେଣୁ ବର୍ଷ ବର୍ଷ ଧରି ସଠିକ୍ ଭାବରେ କାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଆପଣ ଭାବୁଛନ୍ତି ଯେ ସେହି ସାଧାରଣ ଅଭ୍ୟାସ କ'ଣ ଯାହା ଆମେ ଫୋନ୍‌କୁ କ୍ଷତି ପହଞ୍ଚାଉଛି, ତେବେ ତାହା ହେଉଛି ସେଗୁଡ଼ିକ 100% ଚାର୍ଜ କରିବା। କିନ୍ତୁ ଏହାକୁ ଏଡ଼ାଯାଇପାରିବ। ଆସନ୍ତୁ ଜାଣିବା କାହିଁକି ଆପଣଙ୍କ ଫୋନ୍‌କୁ 100% ଚାର୍ଜ କରିବା ଏକ ଖରାପ ଅଭ୍ୟାସ ଏବଂ କାହାକୁ ଏଡ଼ାଇବା 100% ଚାର୍ଜିଂ କାହିଁକି ବିପଦପୂର୍ଣ୍ଣ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ଫୋନ୍‌କୁ 100% ଚାର୍ଜ କରିବା ଏହାର ବ୍ୟାଟେରୀ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ। ଅଧିକାଂଶ ଲୋକ ରାତିରେ ଶୋଇବା ପୂର୍ବରୁ ସର୍ବଦା ସେମାନଙ୍କର ଫୋନ୍‌କୁ ଚାର୍ଜରେ ବସାଇ ଶୋଇପଡ଼ନ୍ତି। ଏହା ସହିତ ସେମାନେ କାର୍‌ରେ, ନିଜ ଡେସ୍କରେ କିମ୍ବା ନିଜ ପର୍ସ କିମ୍ବା ଜ୍ୟାକେଟ୍ ପକେଟରେ ରଖିଥିବା ପାୱାର ବ୍ୟାଙ୍କ ସହିତ ସେମାନଙ୍କର ଫୋନ୍‌କୁ ଚାର୍ଜ କରନ୍ତି। କିନ୍ତୁ ଆପଣଙ୍କ ଫୋନ୍‌କୁ 100% ଚାର୍ଜରେ ରଖିବା ପାଇଁ ଏହି ନିରନ୍ତର ପ୍ରୟାସ ଆପଣଙ୍କ ଫୋନ୍ ପାଇଁ ଆଦୌ ଭଲ ନୁହେଁ। ଏହା ସିଧାସଳଖ ଫୋନ୍‌ର ତାପମାତ୍ରାକୁ ପ୍ରଭାବିତ କରେ। ନୂତନ ସ୍ମାର୍ଟଫୋନ୍‌ଗୁଡ଼ିକରେ ଅଧିକ ଚାର୍ଜିଂ ରୋକିବା ପାଇଁ ସୁରକ୍ଷା ବୈଶିଷ୍ଟ୍ୟ ରହିଛି, କିନ୍ତୁ ଫୋନ୍‌କୁ ନିରନ୍ତର 100% ଚାର୍ଜ ରଖିବା ଦ୍ୱାରା ଏହା ଅଧିକ ଗରମ ହୋଇପାରେ। ଏହା ଲିଥିୟମ୍ ଆୟନ୍ ବ୍ୟାଟେରୀ ଉପରେ ଚାପ ପକାଇଥାଏ ଏବଂ ଫୋନ୍‌କୁ ଶୀଘ୍ର ଖରାପ କରିଦିଏ। ଫୋନ୍‌କୁ କେତେ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରାଯିବା ଉଚିତ? ଆସନ୍ତୁ ଟିକିନିକି ଖବର ଜାଣିବା। ଆପଣଙ୍କର ଆଇଫୋନ୍ କିମ୍ବା ଆଣ୍ଡ୍ରଏଡ୍ ହେଉ କି ଆପଣଙ୍କ ଫୋନ୍‌କୁ 100% ଚାର୍ଜ କରିବା ବନ୍ଦ କରନ୍ତୁ। ଟେକ୍ନୋଲୋଜି ବିଶେଷଜ୍ଞମାନେ ଆପଣଙ୍କ ଫୋନ୍‌କୁ 80% ପର୍ଯ୍ୟନ୍ତ ଚାର୍ଜ କରିବାକୁ ପରାମର୍ଶ ଦିଅନ୍ତି। ନୂଆ ମଡେଲଗୁଡ଼ିକ ସହିତ ଏହା କରିବା ସହଜ, କାରଣ ସେମାନେ ଏକ ଚାର୍ଜିଂ ସୀମା ପ୍ରଦାନ କରନ୍ତି। ଏହା ଆପଣଙ୍କ ସ୍ମାର୍ଟଫୋନ୍‌ର ବ୍ୟାଟେରୀ ଲାଇଫ୍ ବୃଦ୍ଧି କରିବାରେ ସାହାଯ୍ୟ କରିବ। ପ୍ରତ୍ୟେକ ଥର ସମ୍ପୂର୍ଣ୍ଣ ଭାବରେ ଚାର୍ଜ କରିବା ଦ୍ୱାରା ଏହା ଧୀରେ ଧୀରେ ହ୍ରାସ ପାଏ। ଶେଷରେ ଏହାର କ୍ଷମତା ହ୍ରାସ ପାଏ। ଅନେକ ବିଶେଷଜ୍ଞ ବ୍ୟାଟେରୀ ଚାର୍ଜକୁ 20%ରୁ 80% ମଧ୍ୟରେ ରଖିବା ପାଇଁ ପରାମର୍ଶ ଦିଅନ୍ତି। ଆଇଫୋନ୍‌ରେ ଚାର୍ଜ ସୀମା କିପରି ସେଟ୍ କରିବେ? ନୂଆ ଆଇଫୋନ୍‌ଗୁଡ଼ିକ ଅପ୍ଟିମାଇଜ୍ ହୋଇଥିବା ବ୍ୟାଟେରୀ ଚାର୍ଜିଂ ଏବଂ ଚାର୍ଜ ଲିମିଟ୍ ବୈଶିଷ୍ଟ୍ୟ ସହିତ ଆସିଥାଏ। ଏହା କରିବା ପାଇଁ ସେଟିଂସ୍ ବ୍ୟାଟେରୀକୁ ଯାଆନ୍ତୁ। ଆପଣ 80% ଏବଂ 100% ମଧ୍ୟରେ ଏକ ଚାର୍ଜ ଲିମିଟ୍ ବିକଳ୍ପ ପାଇବେ। ଏହି ବିକଳ୍ପକୁ 100%ରେ ସେଟ୍ କରିବା ଦ୍ୱାରା ଅପ୍ଟିମାଇଜ୍ ହୋଇଥିବା ବ୍ୟାଟେରୀ ଚାର୍ଜିଂ ସ୍ୱୟଂଚାଳିତ ଭାବରେ ସକ୍ଷମ ହୁଏ। ଯେତେବେଳେ ଅପ୍ଟିମାଇଜ୍ ହୋଇଥିବା ବ୍ୟାଟେରୀ ଚାର୍ଜିଂ ସକ୍ଷମ ହୋଇଥାଏ, ସେତେବେଳେ କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଆପଣଙ୍କ ଆଇଫୋନ୍ 80%ରୁ ଅଧିକ ଚାର୍ଜ ହେବା ବନ୍ଦ କରିଦେବ। ଆଣ୍ଡ୍ରଏଡ୍ ଫୋନ୍‌ରେ ଚାର୍ଜ ସୀମା କିପରି ସ୍ଥିର କରିବେ? ଆଣ୍ଡ୍ରଏଡ୍ ଫୋନ୍‌ଗୁଡ଼ିକ ପାଇଁ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ। ଆପଣଙ୍କ ଫୋନ୍ ସେଟିଂସ୍ ଖୋଲନ୍ତୁ, ତାପରେ ବ୍ୟାଟେରୀ କିମ୍ବା ବ୍ୟାଟେରୀ ଏବଂ ଡିଭାଇସ୍ କେୟାର ଖୋଜନ୍ତୁ। ବ୍ୟାଟେରୀ ସ୍ୱାସ୍ଥ୍ୟ, ଚାର୍ଜିଂ ଅପ୍ଟିମାଇଜେସନ୍ କିମ୍ବା ବ୍ୟାଟେରୀକୁ ସୁରକ୍ଷା ଦିଅନ୍ତୁ ବୋଲି ବିକଳ୍ପଗୁଡ଼ିକ ଖୋଜନ୍ତୁ। ଚାର୍ଜିଂକୁ ଅପ୍ଟିମାଇଜ୍ କରିବା ପାଇଁ ଫିଚରକୁ ସକ୍ଷମ କରନ୍ତୁ ଏବଂ ସର୍ବାଧିକ ଚାର୍ଜ ପ୍ରତିଶତ ସେଟ୍ କରନ୍ତୁ। ପରବର୍ତ୍ତୀ ଖବର ବଜେଟ୍ 2026-27 ଗ୍ରାମୀଣ ମହିଳା ସଶକ୍ତିକରଣ ପାଇଁ ଏସ୍ଏଚଜି ମାର୍ଟସ୍ ଯୋଜନାର ଘୋଷଣା। ଉପକୃତ ହେବେ କୋଟି କୋଟି ମହିଳା। ଆଜି ସଂସଦରେ ଉପସ୍ଥାପିତ କେନ୍ଦ୍ର ବଜେଟ୍ 2026-27ରେ ଗ୍ରାମୀଣ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ନୂତନ ଯୋଜନା ସି-ମାର୍ଟସ୍ ଘୋଷଣା କରିଛନ୍ତି। ସ୍ୱୟଂ ସହାୟକ ଉଦ୍ୟୋଗୀ ମୋଟ୍ସ ସି-ମାର୍ଟସ୍ ନାମରେ ପରିଚିତ ଏହି ଯୋଜନା ଗ୍ରାମୀଣ ମହିଳାମାନଙ୍କୁ ଉଦ୍ୟୋଗିତା ପ୍ରତି ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ବଜାରରେ ପ୍ରବେଶ ପ୍ରଦାନ କରିବା ଉପରେ ଧ୍ୟାନ ଦେବ। ଏହି ପଦକ୍ଷେପ ଲକ୍ଷପତି ଦିଦି କାର୍ଯ୍ୟକ୍ରମର ସଫଳତା ଉପରେ ଆଧାରିତ ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖିଛି। ସି-ମାର୍ଟସ୍ କ'ଣ ଆସନ୍ତୁ ଜାଣିବା। ସି-ମାର୍ଟସ୍‌ର ଅର୍ଥ ହେଉଛି ସ୍ୱୟଂ ସହାୟକ ଉଦ୍ୟୋଗୀ ମାର୍ଟ। ଏଗୁଡ଼ିକ କେବଳ ମହିଳାମାନଙ୍କ ମାଲିକାନାରେ ଏବଂ ପରିଚାଳିତ ସାମୁଦାୟିକ ଖୁଚୁରା ଦୋକାନ ହେବ। ଏହି ଯୋଜନାର ଲକ୍ଷ୍ୟ ମହିଳାମାନଙ୍କୁ କେବଳ ଉତ୍ପାଦକ ଭାବରେ ନୁହେଁ ବରଂ ଉଦ୍ୟୋଗୀ ଭାବରେ ମଧ୍ୟ ସଶକ୍ତ କରିବା। ଗ୍ରାମୀଣ ମହିଳାମାନେ କୃଷି, ଆନୁଷଙ୍ଗିକ କ୍ଷେତ୍ର ଏବଂ କ୍ଷୁଦ୍ର ବ୍ୟବସାୟରେ ସେମାନଙ୍କର ଉତ୍ପାଦ ବିକ୍ରୟ କରିପାରିବେ, ଯାହାଦ୍ୱାରା ସେମାନଙ୍କର ଆୟ ବୃଦ୍ଧି ପାଇବ। ମୁଖ୍ୟ ସୁବିଧା ଏବଂ କାର୍ଯ୍ୟକ୍ଷମତା। ଏହି ଯୋଜନା ଅଧୀନରେ କୃଷି କ୍ଲଷ୍ଟରରେ ସି-ମାର୍ଟ ସ୍ଥାପନ କରାଯିବ, ଯାହା ନିୟମିତ ବଜାର ପରି କାର୍ଯ୍ୟ କରିବ। ମହିଳାମାନଙ୍କୁ କାର୍ଯ୍ୟଶୀଳ ପୁଞ୍ଜି ଋଣ ଏବଂ ବୈଷୟିକ ତାଲିମ ଯୋଗାଇ ଦିଆଯିବ। ମହିଳାମାନଙ୍କୁ ସହ ଯୋଡ଼ି ହେବା ପାଇଁ 50ଟି କ୍ରେତା ବିକ୍ରେତା ସମ୍ମିଳନୀ ଆୟୋଜନ କରାଯିବ। ସି-ମାର୍ଟସ୍ ମହିଳାମାନଙ୍କୁ ବିପଦ ହ୍ରାସ, ତରଳତା, ସହାୟତା ଏବଂ ଋଣ ଉପଲବ୍ଧତା ପ୍ରଦାନ କରିବ। ସରକାରୀ ସମର୍ଥନ ଏବଂ ବୈଷୟିକ ସହାୟତା। ଏହି ଯୋଜନା ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏବଂ କୃଷି ମନ୍ତ୍ରଣାଳୟର ସହଯୋଗରେ କାର୍ଯ୍ୟକାରୀ କରାଯିବ। ଏଥିରେ ଏକ ଅନଲାଇନ୍ ଋଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବ, ଯାହାଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସହଜରେ ଋଣ ପାଇପାରିବେ। ଏହି ମହିଳାମାନଙ୍କ ଆର୍ଥିକ ଅଂଶଗ୍ରହଣ ବୃଦ୍ଧି କରିବ ଏବଂ ଗ୍ରାମୀଣ ପ୍ରବାସ ହ୍ରାସ କରିବ। ଗ୍ରାମୀଣ ଅର୍ଥନୀତି ଏବଂ ନିଯୁକ୍ତି ଉପରେ ପ୍ରଭାବ। ସି-ମାର୍ଟସ୍ ମହିଳାମାନଙ୍କୁ ଉଚ୍ଚ ମୂଲ୍ୟର ଫସଲ ଚାଷ, ପଶୁପାଳନ ଏବଂ ଦକ୍ଷତା ବିକାଶ ପାଇଁ
ସୁଯୋଗ ପ୍ରଦାନ କରିବ। ସରକାର ଆକଳନ କରିଛନ୍ତି ଯେ ଏହି ଯୋଜନା ଲକ୍ଷ ଲକ୍ଷ ମହିଳାଙ୍କୁ ଲାଭ ଦେବ, ଯାହା ଗ୍ରାମୀଣ ଭାରତକୁ ଆତ୍ମନିର୍ଭରଶୀଳ କରିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ। ବିଶେଷଜ୍ଞଙ୍କ ଅନୁଯାୟୀ ସ୍ମାର୍ଟସ୍ ଗ୍ରାମୀଣ ମହିଳାମାନଙ୍କ ପାଇଁ ଏକ ଖେଳ ପରିବର୍ତ୍ତନକାରୀ ହୋଇପାରେ। ଏହା କେବଳ ସେମାନଙ୍କର ଆୟ ବୃଦ୍ଧି କରିବ ନାହିଁ, ସେମାନଙ୍କୁ ଆର୍ଥିକ ଭାବରେ ସ୍ୱାଧୀନ କରିବ ଏବଂ ଗ୍ରାମୀଣ ଭାରତରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ। ପରବର୍ତ୍ତୀ ଖବର, ସିଏମ୍ କିଷାନ 28 ଫେବୃଆରୀ ମଧ୍ୟରେ ପଞ୍ଜୀକରଣ କରିନଥିବା ହିତାଧିକାରୀ ଯୋଜନାରୁ ବାଦ୍ ପଡ଼ିପାରନ୍ତି। ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା। ସିଏମ୍ କିଷାନ ଯୋଜନାର ବାଧ୍ୟତାମୂଳକ ଆବଶ୍ୟକତାଗୁଡ଼ିକ ପୂରଣ କରିନଥିବା ହିତାଧିକାରୀମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କଲେ ରାଜ୍ୟ ସରକାର। 28 ଫେବୃଆରୀ ମଧ୍ୟରେ ପଞ୍ଜୀକରଣ କରିନଥିବା ହିତାଧିକାରୀମାନେ ଯୋଜନାରୁ ବାଦ୍ ପଡ଼ିପାରନ୍ତି। ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ଆବଶ୍ୟକତା ଯେମିତି ବ୍ୟାଙ୍କ ଖାତା ସହ ଆଧାର ସଂଯୋଗୀକରଣ, କୃଷକ ଓଡ଼ିଶା ପୋର୍ଟାଲ ପଞ୍ଜୀକରଣ ଭଳି ଆବଶ୍ୟକତାଗୁଡ଼ିକ ପୂରଣ କରିବାକୁ ହେବ। ଆଧାର ଲିଙ୍କ ଥିବା ମୋବାଇଲ ନମ୍ବର ଜରିଆରେ ଇକେୱାଇସି ସହିତ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ବ୍ୟକ୍ତିଗତ ସ୍ତରରେ ସିଏମ୍ କିଷାନ ପୋର୍ଟାଲ cmkisan.odisha.government.in ରେ ପଞ୍ଜୀକରଣ କରିବାକୁ ହେବ। ଅଧିକ ସୂଚନା ପାଇଁ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 15533ରେ ଯୋଗାଯୋଗ କରିପାରିବେ। ପରବର୍ତ୍ତୀ ଖବର, ଯୁକ୍ତ 2 ପରୀକ୍ଷା ପାଇଁ ହବ୍ରେ କଡ଼ା ସୁରକ୍ଷା, ପ୍ରଶ୍ନପତ୍ର ଜଗିବ ଏଆଇ କ୍ୟାମେରା। ହବ୍କୁ କିଏ ପଶିଲେ ମୁଖ୍ୟ ସହାୟକକୁ କରିବ ଆଲର୍ଟ। ଫେବୃଆରୀ 18ରୁ ଯୁକ୍ତ 2 ପରୀକ୍ଷା ଆରମ୍ଭ ହେବ। ଏହା ପୂର୍ବରୁ 2ଟି ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍କୁ ପ୍ରଶ୍ନପତ୍ର ପଠାଯିବ। ପରୀକ୍ଷାରେ ଯେପରି ତ୍ରୁଟି ନ ହୁଏ ସେଥିପ୍ରତି କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଇ। ଆଗରୁ ଏହି ପରୀକ୍ଷା ପରିଚାଳନା ହବ୍ରେ ସାଧାରଣ ସିସିଟିଭି କ୍ୟାମେରା ଲାଗୁଥିଲା। ଚଳିତ ବର୍ଷ କୃତ୍ରିମ ବୁଦ୍ଧିମତ୍ତା ଏଆଇ ସିସିଟିଭି କ୍ୟାମେରା ଲାଗୁଛି। ଏହି କ୍ୟାମେରା ପ୍ରଶ୍ନପତ୍ର ଜଗିବ। ଯଦି ହବ୍ରେ କୌଣସି ଅସଙ୍ଗତି ପରିଲକ୍ଷିତ ହୁଏ ତେବେ ସଙ୍ଗେ ସଙ୍ଗେ ମୁଖ୍ୟ କାର୍ଯ୍ୟାଳୟକୁ ସତର୍କ କରିବ। ଏଥିପାଇଁ ମୁଖ୍ୟ କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବ, ଯେଉଁଥିରେ କର୍ମଚାରୀ ଓ ଅଧିକାରୀମାନେ ସିସିଟିଭିକୁ ନିରୀକ୍ଷଣ କରିବେ। ସିଏଚ୍ଏସ୍ସିର ସୂଚନା ଅନୁଯାୟୀ ପ୍ରଶ୍ନପତ୍ର ରଖିବା ପାଇଁ 211ଟି ପରୀକ୍ଷା ପରିଚାଳନା ହବ୍ ଇଏମ୍ଏଚ୍ କରାଯିବ। ଆସନ୍ତା 12 ତାରିଖରୁ 14 ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ 4 ତାରିଖରୁ 6 ତାରିଖ ମଧ୍ୟରେ ପ୍ରଶ୍ନପତ୍ର ହବ୍ରେ ପହଞ୍ଚିବ। ହବ୍ ସୁପରଭାଇଜର ଓ ଡେପୁଟି ସୁପରଭାଇଜରଙ୍କୁ ସବୁବେଳେ ସତର୍କ ରହିବାକୁ କୁହାଯାଇଛି। ଅନ୍ୟପଟେ ପରୀକ୍ଷା ପରିଚାଳନାରେ ଯେପରି କୌଣସି ତ୍ରୁଟି ନ ହୁଏ ସେଥିଲାଗି ସଜାଗ ହୋଇଛି ସିଏଚ୍ଏସ୍ସି। ପ୍ରଶ୍ନପତ୍ର ହବ୍ ଷ୍ଟ୍ରଙ୍ଗ ରୁମ୍ରେ ସବୁ ଦିଗରୁ ଏଆଇ କ୍ୟାମେରା ଲାଗିବ। ଷ୍ଟ୍ରଙ୍ଗ ରୁମ୍କୁ ଗୋଟିଏ ହିଁ ପ୍ରବେଶ ପଥ ରହିବ, ଯେଉଁଠି ଗ୍ରିଲ୍ ସହ କବାଟ ବ୍ୟବସ୍ଥା କରାଯିବ। ଏହି ପ୍ରଶ୍ନପତ୍ର ରହିବା ପରେ ଭଲ ତାଲା ପକାଇ ଏହାକୁ ସିଲ୍ କରାଯିବ। ହବ୍ ଓ ହବ୍ ବାହାରେ ପୋଲିସ ଓ ସୁରକ୍ଷା କର୍ମୀ ଜଗି ରହିବେ। ଅଣସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ଏହି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିପାରିବେ ନାହିଁ। ସ୍ଥାନୀୟ ଥାନାରେ ଆଇଆଇସି ପୋଲିସ ସୁରକ୍ଷା ଯୋଗାଇ ଦେବେ। 24 ଘଣ୍ଟିଆ ଏଆଇ କ୍ୟାମେରା ଲାଇଭ୍ ଷ୍ଟ୍ରିମ୍ ଚାଲିବ। ଯଦି କୌଣସି କାରଣରୁ ସିସିଟିଭି କାର୍ଯ୍ୟ ନ କରେ ସେଥିଲାଗି ହବ୍ କର୍ତ୍ତୃପକ୍ଷ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଶ୍ନପତ୍ର ସିଏଚ୍ସି ଅଧିକାରୀମାନେ ହବ୍ର ଅଧିକାରୀଙ୍କୁ ସିସିଟିଭି ସମ୍ମୁଖରେ ହସ୍ତାନ୍ତର କରିବେ। ହବ୍କୁ କିଏ ଆସୁଛନ୍ତି ଯାଉଛନ୍ତି ତାର ସବିଶେଷ ତଥ୍ୟ ରେଜିଷ୍ଟରରେ ରହିବ। ପ୍ରଶ୍ନପତ୍ର ବଣ୍ଟନ ବିଭ୍ରାଟ ରୋକିବା ଲାଗି ଗତ 29 ତାରିଖରେ ସିଏଚ୍ଏସ୍ସି ପରୀକ୍ଷା ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ କେତେ ସଂଖ୍ୟାରେ ପ୍ରଶ୍ନପତ୍ର ଆବଶ୍ୟକତା ତାର ତଥ୍ୟ ପ୍ରଦାନ କରିବାକୁ ଚିଠି ଲେଖାଯାଇଥିଲା। ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଯଦି କର୍ତ୍ତୃପକ୍ଷ ତଥ୍ୟ ଦେବାର କୌଣସି ଭୁଲ କରନ୍ତି ଓ ପ୍ରଶ୍ନପତ୍ର ଅଭାବ ରହେ ସେଥିଲାଗି ସିଏଚ୍ଏସ୍ସି ଦାୟୀ ରହିବ ନାହିଁ, ବରଂ କର୍ତ୍ତୃପକ୍ଷ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ବଜେଟ୍ 2024 ମତ୍ସ୍ୟଜୀବୀଙ୍କ ପାଇଁ ଖୁସି ଖବର। ସରକାର କଲେ ଏକ ଘୋଷଣା। ଜାଣନ୍ତୁ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ତାଙ୍କର ନବମ ବଜେଟ୍ 2024 ଉପସ୍ଥାପନ କରିବା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ତାଙ୍କ କେନ୍ଦ୍ରୀୟ ବଜେଟ୍ରେ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଧ୍ୟାନ ରଖିଛନ୍ତି। ବଜେଟ୍ 26ରେ ଅର୍ଥ ନିର୍ମଳା ସୀତାରମଣ କୃଷି ସହିତ ଜଡ଼ିତ ଅଲଗା କାର୍ଯ୍ୟ ମଧ୍ୟ ଧ୍ୟାନ ଦେଇଛନ୍ତି। ଏଥିରେ ଦକ୍ଷିଣ ଭାରତର ପ୍ଲାଣ୍ଟେନ୍ସ ଫସଲ ପରି ନଡ଼ିଆ, କାଜୁ, ଚନ୍ଦନ ଓ ମତ୍ସ୍ୟ ପାଳନ ଉପରେ ବେଶୀ ଗୁରୁତ୍ୱ ଦିଆଯାଇଛି। ଏଥିରେ କୃଷକ, ପଶୁପାଳନ ସହିତ ଜଡ଼ିତ ବ୍ୟକ୍ତି, ପଶୁ ଡାକ୍ତର ଓ ବିଶେଷ କରି ମହିଳାମାନଙ୍କ ପାଇଁ ଅନେକ ଯୋଜନାମାନ ପ୍ରସ୍ତୁତ କରାଯାଇଛି ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, କେନ୍ଦ୍ରୀୟ ବଜେଟ୍ କୃଷକଙ୍କ ପାଇଁ ବଡ଼ ଘୋଷଣା। ମତ୍ସ୍ୟପାଳନରୁ କୋକୋ କାଜୁ ପର୍ଯ୍ୟନ୍ତ ମିଳିବ ସହାୟତା। ଆଜି ଅର୍ଥାତ୍ ଫେବୃଆରୀ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ୍ 27 ଉପସ୍ଥାପନ କରିଛନ୍ତି। ଏହି ନିର୍ମଳା ସୀତାରମଣଙ୍କ ନବମ ବଜେଟ୍ ଏବଂ ମୋଦି ସରକାରଙ୍କ
15ତମ ବଜେଟରେ କୃଷି ଗ୍ରାମୀଣ ଅର୍ଥନୀତିକୁ ଗୁରୁତ୍ୱ ଦେଇ କୃଷକଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। କୃଷକଙ୍କ ପାଇଁ ବଜେଟରେ କ'ଣ ଘୋଷଣା ଅଛି ତାହା ଆସନ୍ତୁ ନଜର ପକାଇବା।